ଦେଖନ୍ତୁ ଯଦି ଆପଣଙ୍କ ପାଖରେ ଯେକୌଣସି ବ୍ୟାଙ୍କରେ ଗୋଟିଏ ବ୍ୟାଙ୍କ ଖାତା ରହିଛି ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଆଜ୍ଞା। ଦେଖନ୍ତୁ ଚାରୋଟି ନୂଆ ନିୟମ ଜାନୁଆରୀ 1, 2026 ପାଖରୁ ଲାଗୁ ହେବା ପାଇଁ ଯାଉଛି। ଆପଣମାନଙ୍କର SBI, PNB, କାନାରା ବ୍ୟାଙ୍କ ସମେତ ସମସ୍ତ ଆକାଉଣ୍ଟ ପାଇଁ ଲାଗୁ ହେବ। କହିବାକୁ ଗଲେ ଆପଣଙ୍କ ପାଖରେ ଯେକୌଣସି ବ୍ୟାଙ୍କରେ ଖାତା ଥାଉ ନା କାହିଁକି ଆପଣମାନଙ୍କ ପାଇଁ ଏହି ସୂଚନା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି ଆଜ୍ଞା। ଯଦି ଆପଣମାନେ ଏହି ଚାରୋଟି ନିୟମ ବିଷୟରେ ବୁଝିବେନି ତାହେଲେ ଆପଣଙ୍କ ଖାତାରେ ଟଙ୍କା ଥାଇ ବି ଆପଣମାନେ ଟଙ୍କା ଉଠେଇ ପାରିବେନି। ଆପଣଙ୍କ ପାଖରେ ଖାତା ଥାଇ ବି ଆପଣ ବ୍ୟାଙ୍କରେ ଟଙ୍କା ରଖିପାରିବେନି। ଆପଣଙ୍କ ପାଖରେ ଖାତା ଥାଇ ବି ଆପଣ ଟଙ୍କା କାହାକୁ ପଠାଇ ପାରିବେନି। ଆପଣଙ୍କ ବ୍ୟାଙ୍କ ଖାତାରେ ଯେତିକି ବି ଟଙ୍କା ରହିଛି ସେ ଟଙ୍କା ଆଉ ଆପଣମାନଙ୍କର ଉଠିବନି। କ'ଣ ରହିଛି ଆପଣମାନଙ୍କ ପାଇଁ ନୂଆ ନିୟମ? ନୂଆ ବର୍ଷରୁ ଆପଣମାନଙ୍କ ପାଇଁ ରହିଛି ନୂଆ ନିୟମ। ଯଦି ଆପଣଙ୍କ ପାଖରେ ଏହି ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟ ରହିଛି ତାହେଲେ ଆପଣମାନେ ଏହି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସବୁକିଛି ବୁଝିପାରିବେ, ଜାଣିପାରିବେ। ହଁ ଆଜ୍ଞା, ନୂତନ ବର୍ଷ ଆରମ୍ଭ ହେବା ସହିତ ଭାରତର ବ୍ୟାଙ୍କିଂ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରାହକମାନଙ୍କୁ ଅଧିକ ସୁରକ୍ଷା ଦେବା ଏବଂ ଡିଜିଟାଲ ବ୍ୟାଙ୍କିଂକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ୍ RBI ଜାନୁଆରୀ 1, 2026ରୁ ଅନେକ ନୂଆ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ଗୁଡ଼ିକ SBI, PNB ଏବଂ କାନାରା ବ୍ୟାଙ୍କ ଭଳି ପ୍ରମୁଖ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ଗୁଡ଼ିକର ଲକ୍ଷ ଲକ୍ଷ ଆକାଉଣ୍ଟଧାରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ସେବାରେ ସ୍ୱଚ୍ଛତା ଆଣିବା ଏବଂ ଗ୍ରାହକମାନଙ୍କୁ ଅନାବଶ୍ୟକ ଦେୟରୁ ସୁରକ୍ଷା ଦେବା। ପ୍ରାୟତଃ ଦେଖାଯାଏ ଯେ ଜଟିଳ ବ୍ୟାଙ୍କ ନିୟମାବଳୀ ଯୋଗୁଁ ସାଧାରଣ ଲୋକମାନେ ପ୍ରାୟତଃ ବୁଝିପାରୁନାହାନ୍ତି ଯେ କାହିଁକି ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଉଛି। ବର୍ତ୍ତମାନ ନୂଆ ନିୟମାବଳୀ ସହିତ ବ୍ୟାଙ୍କିଂ ପ୍ରକ୍ରିୟା ସରଳ ହୋଇଯିବ। ଯଦି ଆପଣମାନଙ୍କର ଏହି ବ୍ୟାଙ୍କ ଗୁଡ଼ିକ ମଧ୍ୟରୁ ଗୋଟିଏରେ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ଏହି ନିୟମାବଳୀ ସହିତ ବିସ୍ତୃତ ଭାବରେ ପରିଚିତ ହେବା ଉଚିତ। ହଁ ଆଜ୍ଞା, ଆପଣ ଠିକ୍ ଶୁଣୁଛନ୍ତି। ଯଦି ଆପଣମାନେ ଏହି ନିୟମ ଗୁଡ଼ିକ ବିଷୟରେ ବୁଝିବେନି ତାହେଲେ ଆପଣଙ୍କ ଆକାଉଣ୍ଟରୁ କଟିଯାଇପାରେ ଟଙ୍କା। ଦେଖନ୍ତୁ ଏହି ଭିଡ଼ିଓଟି ଆପଣଙ୍କୁ ଚାରୋଟି ମୁଖ୍ୟ ନିୟମ ବିଷୟରେ ଜଣାଇବ ଯାହା ଆପଣଙ୍କ ୱାଲେଟ୍ ଏବଂ ବ୍ୟାଙ୍କିଂ ଆଚରଣକୁ ପ୍ରଭାବିତ କରିବ। ଏଥିରେ ସର୍ବନିମ୍ନ ବାଲାନ୍ସ, ଡିଜିଟାଲ କାରବାର ଏବଂ ଋଣ ପରିଶୋଧ ଭଳି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ଏହି ନିୟମ ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ଏବଂ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ଜାରି କରାଯାଇଥିବା ନୂଆ ଅପଡେଟ୍ ବିଷୟରେ। ଦେଖନ୍ତୁ ଆଜ୍ଞା, 1 ଜାନୁଆରୀ 2026ରୁ ନୂଆ ବ୍ୟାଙ୍କିଂ ନିୟମ କାର୍ଯ୍ୟକାରୀ ହେବ। ଦେଖନ୍ତୁ ବ୍ୟାଙ୍କିଂ ନିୟମାବଳୀରେ ଏହି ପରିବର୍ତ୍ତନ ଗୁଡ଼ିକ ଗ୍ରାହକ ସୁରକ୍ଷା ଫ୍ରେମୱାର୍କ ଅଧୀନରେ କାର୍ଯ୍ୟକାରୀ କରାଯାଉଛି। RBI ଅନୁଯାୟୀ ପ୍ରଯୁକ୍ତି ବିଦ୍ୟା ବିକାଶ ଏବଂ ଡିଜିଟାଲ ଠକେଇ ବୃଦ୍ଧି ଯୋଗୁଁ ବିଦ୍ୟମାନ ନିୟମାବଳୀର ସଂଶୋଧନ ଆବଶ୍ୟକ ହୋଇଥିଲା। ଦେଖନ୍ତୁ ଏହି ନୂଆ ନିୟମ ଗୁଡ଼ିକ ସମସ୍ତ ବାଣିଜ୍ୟିକ, କ୍ଷୁଦ୍ର ଆର୍ଥିକ ଏବଂ ସାମାଜିକ ଗ୍ରାମୀଣ ବ୍ୟାଙ୍କ ଅର୍ଥାତ୍ RRB ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ। 1 ନିୟମଟି ନୂଆ ସର୍ବନିମ୍ନ ବାଲାନ୍ସ ନିୟମ ଏବଂ ଜରିମାନା ରିହାତି। ଦେଖନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ସହିତ ଜଡ଼ିତ। ବ୍ୟାଙ୍କ ଗୁଡ଼ିକକୁ ଏବେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ବାଲାନ୍ସ ସର୍ବନିମ୍ନ ପରିମାଣ ଠାରୁ କମ୍ ହୁଏ ତେବେ ସେମାନେ ସିଧାସଳଖ ଜରିମାନା କାଟିବେ ନାହିଁ। ଏହା ବଦଳରେ ବ୍ୟାଙ୍କକୁ ଗ୍ରାହକଙ୍କୁ ପୂର୍ବରୁ ସୂଚିତ କରିବାକୁ ପଡ଼ିବ ଏବଂ ବାଲାନ୍ସ ବଜାୟ ରଖିବା ପାଇଁ ସମୟ ଦେବାକୁ ପଡ଼ିବ। ଦେଖନ୍ତୁ SBI ଏବଂ ଅନ୍ୟାନ୍ୟ ଅନେକ ସରକାରୀ ବ୍ୟାଙ୍କ ମାନଙ୍କ ସଞ୍ଚୟ ଖାତା ପାଇଁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ଯଥେଷ୍ଟ ସହଜ କରିସାରିଛନ୍ତି। କମ୍ ବାଲାନ୍ସ ଯୋଗୁଁ କୌଣସି ଗରିବ କିମ୍ବା ମଧ୍ୟବିତ୍ତ ପରିବାରର ଆକାଉଣ୍ଟ ଯେପରି ନକାରାତ୍ମକ କ୍ଷେତ୍ରରେ ନଯାଏ ତାହା ନିଶ୍ଚିତ କରିବା ପାଇଁ ଏହି ନିୟମ 2026 ଠାରୁ ଆହୁରି କଠୋର ହେବ। ବ୍ୟାଙ୍କ ଗୁଡ଼ିକକୁ
ସେମାନଙ୍କର ସେବା ଶୁଳ୍କ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯିବ। 2 ନମ୍ବରରେ ଫ୍ଲୋଟିଂ ହାର ଋଣ ଉପରେ ଶୂନ ପ୍ରିପେମେଣ୍ଟ ଚାର୍ଜ। ଦେଖନ୍ତୁ, ଯଦି ଆପଣ ଆପଣଙ୍କ ଘର କିମ୍ବା କାର୍ ପାଇଁ ଫ୍ଲୋଟିଂ ରେଟ୍ ଋଣ ନେଉଛନ୍ତି, ତେବେ ଏକ ଭଲ ଖବର ଅଛି। ଜାନୁଆରୀ 1, 2026 ଠାରୁ ବ୍ୟାଙ୍କ ଏବଂ ଏନବିଏଫସି ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ନିଆଯାଇଥିବା ଏହି ଋଣ ଉପରେ ପ୍ରିପେମେଣ୍ଟ କିମ୍ବା ଫୋରକ୍ଲୋଜର ଚାର୍ଜ ଆଉ ନେଇପାରିବ ନାହିଁ। ଏହାର ଅର୍ଥ ହେଉଛି, ଯଦି ଆପଣ ବଜାରରେ ପ୍ରବେଶ କରନ୍ତି ଏବଂ ଆପଣମାନଙ୍କର ଋଣ ଶୀଘ୍ର ପରିଶୋଧ କରିବାକୁ ଚାହାନ୍ତି, ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କୌଣସି ଅତିରିକ୍ତ ଜରିମାନା ଆଦାୟ କରିପାରିବ ନାହିଁ। ଏହି ନିୟମ ଗ୍ରାହକମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବ ଯେ ସେମାନେ ଯେତେବେଳେ ଇଚ୍ଛା କରିବେ ସେମାନଙ୍କର ଋଣ ପରିଶୋଧ କରିପାରିବେ କିମ୍ବା ଭୁଲ ସୁଧ ହାର ପାଇଲେ ଅନ୍ୟ ବ୍ୟାଙ୍କକୁ ଋଣ ସ୍ଥାନାନ୍ତର କରିପାରିବେ। ଏହି ନିୟମ ଗ୍ରାହକମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବ ଯେ ସେମାନେ ଯେତେବେଳେ ଇଚ୍ଛା କରିବେ ସେମାନଙ୍କର ଋଣ ପରିଶୋଧ କରିପାରିବେ କିମ୍ବା ଭଲ ସୁଧ ହାର ପାଇଲେ ଅନ୍ୟ ବ୍ୟାଙ୍କକୁ ଋଣ ସ୍ଥାନାନ୍ତର କରିପାରିବେ। ଏହା ବ୍ୟାଙ୍କଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି କରିବ ଏବଂ ଗ୍ରାହକମାନଙ୍କୁ ଭଲ ସୁଧ ହାରରୁ ଲାଭ ପାଇବାକୁ ଅନୁମତି ଦେବ। 3 ନମ୍ବରରେ ସହମତି ପ୍ରଥମ ଡିଜିଟାଲ ଋଣ। ଦେଖନ୍ତୁ, ଡିଜିଟାଲ ଠକେଇକୁ ରୋକିବା ପାଇଁ ଡିଜିଟାଲ ବ୍ୟାଙ୍କିଂ ଚ୍ୟାନେଲ ପ୍ରାଧିକରଣ ନିର୍ଦ୍ଦେଶାବଳୀ 2025 ଅଧୀନରେ ନୂତନ ସୁରକ୍ଷା ମାନକ କାର୍ଯ୍ୟକାରୀ କରାଯାଉଛି। ବ୍ୟାଙ୍କଗୁଡ଼ିକ ଆଉ ଆପଣଙ୍କ ଅନୁମତି ବିନା ଆପଣମାନଙ୍କର ବ୍ୟକ୍ତିଗତ ସୂଚନା, ଯେପରିକି ଆପଣମାନଙ୍କର ଯୋଗାଯୋଗ ତାଲିକା କିମ୍ବା ସ୍ଥାନ ବ୍ୟବହାର କରିପାରିବେ ନାହିଁ। ଯେକୌଣସି ଡିଜିଟାଲ ସେବା ଆରମ୍ଭ କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକକୁ ଆପଣମାନଙ୍କର ସ୍ପଷ୍ଟ ସହମତି ନେବାକୁ ପଡ଼ିବ। ଏହା ସହିତ ବ୍ୟାଙ୍କିଂ କଲ୍ ପାଇଁ 1600 ନମ୍ବର ସିରିଜ ପ୍ରଚଳନ କରାଯାଉଛି। ଏହାର ସୁବିଧା ହେଉଛି ଯେ ଯେତେବେଳେ ଆପଣ ଆପଣମାନଙ୍କ ବ୍ୟାଙ୍କରୁ କଲ୍ ପାଇବେ, ଏହା 1600ରୁ ଆରମ୍ଭ ହେବ, ଯାହା ଆପଣଙ୍କୁ ପ୍ରକୃତ ଏବଂ ନକଲି କଲ୍ ମଧ୍ୟରେ ପାର୍ଥକ୍ୟ କରିବାକୁ ଅନୁମତି ଦେବ। ସ୍ପାମ୍ ଏବଂ ନକଲି କଲ୍ ରୋକିବା ପାଇଁ ଟ୍ରାଇ ଏବଂ ଆରବିଆଇ ମିଳିତ ଭାବରେ ଏହି ପଦକ୍ଷେପ ନେଇଛନ୍ତି। 4 ନମ୍ବରରେ ନିଷ୍କ୍ରିୟ ଆକାଉଣ୍ଟ ଏବଂ ନାମାଙ୍କନ ପାଇଁ ନୂତନ ପ୍ରକ୍ରିୟା। ଦେଖନ୍ତୁ, ବ୍ୟାଙ୍କଗୁଡ଼ିକରେ ଦାବି ନ କରିଥିବା ଜମାକୁ ହ୍ରାସ କରିବା ପାଇଁ ଆରବିଆଇ ନାମାଙ୍କନ ନିୟମକୁ କୋହଳ କରିଛନ୍ତି। ଆପଣ ଏବେ ଗୋଟିଏ ଆକାଉଣ୍ଟରେ 4 ଜଣ ପର୍ଯ୍ୟନ୍ତ ନାମାଙ୍କନ ଯୋଡ଼ିପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ଆକାଉଣ୍ଟ 2 ବର୍ଷରୁ ଅଧିକ ସମୟ ଧରି ନିଷ୍କ୍ରିୟ ଅଛି, ତେବେ ପୁନଃସକ୍ରିୟକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ମାଗଣା କରାଯାଇଛି। ଦେଖନ୍ତୁ, ମୃତ ଆକାଉଣ୍ଟଧାରୀଙ୍କ ପାଣ୍ଠି ସେମାନଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ କରିବାରେ ବ୍ୟାଙ୍କଗୁଡ଼ିକ ଏବେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବେ। ଜାନୁଆରୀ 1, 2026 ଠାରୁ ବ୍ୟାଙ୍କଗୁଡ଼ିକକୁ ସେମାନଙ୍କର ୱେବସାଇଟରେ ନିଷ୍କ୍ରିୟ ଆକାଉଣ୍ଟଗୁଡ଼ିକର ତାଲିକା ଅପଡେଟ୍ କରିବାକୁ ପଡ଼ିବ ଏବଂ ସମୟ ସମୟରେ ଗ୍ରାହକମାନଙ୍କୁ ସୂଚିତ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ଗ୍ରାହକଙ୍କ ଉପରେ ବ୍ୟାଙ୍କିଂ ପରିବର୍ତ୍ତନର ପ୍ରଭାବ କେମିତି କ'ଣ ରହିବ। ଦେଖନ୍ତୁ, ଏହି ପରିବର୍ତ୍ତନଗୁଡ଼ିକ ବ୍ୟାଙ୍କିଂ ସିଷ୍ଟମରେ ସ୍ୱଚ୍ଛତା ଆଣିବ। ଗ୍ରାହକମାନଙ୍କୁ ଆଉ ଲୋକାୟିତ ଚାର୍ଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ସୁରକ୍ଷାର ନୂତନ ସ୍ତରଗୁଡ଼ିକ ଡିଜିଟାଲ ପେମେଣ୍ଟ କରୁଥିବା ଯୁବପିଢ଼ି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସହାୟକ ହେବ। ବ୍ୟାଙ୍କଗୁଡ଼ିକ ଏବେ ସେମାନଙ୍କର ସେବାର ଗୁଣବତ୍ତା ଉନ୍ନତ କରିବାକୁ ପଡ଼ିବ, କାରଣ ଗ୍ରାହକମାନେ ଏବେ ସହଜରେ ବ୍ୟାଙ୍କ ବଦଳାଇବାର ବିକଳ୍ପ ପାଇବେ। ଦେଖନ୍ତୁ, ଫ୍ଲିପକାର୍ଟରେ ଆପଣମାନେ ବହୁତ କମ୍ ରେଟ୍ରେ ବଢ଼ିଆ ବଢ଼ିଆ ମନି ପର୍ସ ପାଇପାରିବେ। ଏହି ଭିଡ଼ିଓରେ ମୁଁ ଲିଙ୍କ ପ୍ରୋଭାଇଡ଼ କରିଦେଇଛି। ଆପଣମାନେ ଲିଙ୍କକୁ ଚେକ୍ କରି ଆପଣମାନଙ୍କର ମନପସନ୍ଦର ମନି ପର୍ସ ଗୁଡ଼ିକ ଅର୍ଡ଼ର କରିପାରିବେ।